এটা তো প্রথম ভাগ গ্রন্থাবলী, এটা কেবল গীতি কবিতা গুড়াক হয়, 7খন বহি গীতি কবিতা, ସେ 7খন বহিକୁ ନେଇ ଗୋଟେ ଗ୍ରନ୍ଥାବଳୀ ହେଇଛେ। ଆଉ এটা ବହୁତ ଦିନ ଯାକେ ରହିଗଲା। ଆମର 2017ରୁ ଚାଲିଥିଲା ପ୍ରୋସେସିଂ, ହେଇନି ପାରୁଥିଲା। ଯାହା ବି ହଉ ଆଜି ଆମର ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଆମର କୁଳପତି ମାନେ ଶ୍ରୀଯୁକ୍ତ A.K. ଦାସ ମହାପାତ୍ରଙ୍କର ପ୍ରଚେଷ୍ଟାରେ ହିଁ ଏଇଟା ସଫଳ ଆଜି ହେଇଛେ। ଆଉ ହେମନ୍ତ କୁମାର ମହାପାତ୍ର ଏଥିରେ ବି ସେ ବହୁତ ଗୁଡ଼ିଏ ସହଯୋଗ କରିଛନ୍। ଆଉ ଆଜି ଗୋଟେ ଦିନରେ ଉନ୍ମୋଚନ ହେବାକେ ଯାଉଛେ। ତ ଏଠି ଯେନ୍ ଗୀତ ଗୁଡ଼ାକ ଆମର ଭୁଲ ଭାଲ କରି ବି ଗାଇ ପକାଉଥିଲେ, ଏବେ ଆଉ ଭୁଲ ନାହିଁ। ମୁଇଁ ଅନେକ ଆମର ମଞ୍ଚମାନକେ ରଙ୍ଗବତୀ ଗୀତ ଗାଇଲା ବେଲେ ଭୁଲ ଗାଉଥିଲେ। ତ ସେଟା ଏବେ ଗ୍ରନ୍ଥାବଳୀ ବାହାରିଲା ପରେ ଅନେକଟା ଗୀତି କବିତାକୁ ଠିକ୍ ଭାବେ ସମସ୍ତେ ପାଇପାରିବେ। ଏଇଟା ଗୋଟେ ଭଲ ହେବା। ଆମର ସାହିତ୍ୟ ଲାଗି ଗୋଟେ ଏଇଟା ବଡ଼ ଅବଦାନଟେ ରହିବା। ଏଇଟା ଆମର ସାହିତ୍ୟକୁ ସମୃଦ୍ଧି ନିଶ୍ଚିତ ଭାବେ କରବା। ଆଉ ଏଇଟା ଗୋଟେ ବଡ଼ ପ୍ରୟାସ ଆମର ମୁକ୍ତ ବିଶ୍ୱବିଦ୍ୟାଳୟ, ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କରିଛେ। ଆଉ ଏଟା ଶ୍ରେୟଟା ମୁଁ ଆମର ଅର୍କ କୁମାର ଦାସ ମହାପାତ୍ର ଉପରେ ମୁଇଁ ଦେଉଛେ ଏଇଟା, କାରଣ ସେ ବହୁତ ଚେଷ୍ଟା କରିକି କରୁଛନ୍। गला वर्ष मार्च मसरे गोटे मीटिंग रे मो दिल्ली अग्रज डॉक्टर लक्ष्मी नारायण पाणिग्राही सार को उद्देश्य ज्ञापन ए पर्वर उद्देश्य ज्ञापन करेंगे डॉक्टर लक्ष्मी नारायण पाणिग्राही सार। मुक्त विश्वविद्यालय संपर्क आयोजकत्व द्वारा प्रकाशित होता